ସେ କାହାକୁ ବିରୋଧୀ ନଥିଲେ, ସେ ଖ୍ରୀଷ୍ଟିଆନ ମୁସଲମାନ ଅଥବା ଏପରି ବିରୋଧୀ ନଥିଲେ, କିନ୍ତୁ ତମେ ଧର୍ମାନ୍ତୀକରଣ ନାଁରେ ରାଷ୍ଟ୍ରାନ୍ତୀକରଣ କରୁଛ, ସେଇଟା ସ୍ୱାମୀଜୀଙ୍କୁ ବିରୋଧୀ। ତମେ ଆମର ଭଲେ ଭାଲ ହିନ୍ଦୁ ମାନଙ୍କୁ ତମେ ଧର୍ମାନ୍ତୀକରଣ କରିକି ତାଙ୍କୁ ଆମଠୁ ବିମୁଖ କରିଦଉଛ, ରାଷ୍ଟ୍ର ବିମୁଖ କରିଦଉଛ। ଗୋଟେ ବିଧର୍ମୀ ହେଇଗଲା ମାନେ ସେ ରାଷ୍ଟ୍ରର ଶତ୍ରୁ ହେଇଯାଉଛି। ଆଜ୍ଞା ସେଇଟା ସ୍ୱାମୀଜୀଙ୍କର କ୍ରୋଧ ଥିଲା, ଆଉ କିଛି ନାହିଁ। କୋଉ ଧର୍ମ କିଏ ପାଳନ କରୁଛି, ସ୍ୱାମୀଜୀଙ୍କ କେବେ ଆଉ କେବେ ବି ନଥିଲା। ହେଲେ ଏଇ କାର୍ଯ୍ୟକ୍ରମ ଭିତରେ ସ୍ୱାମୀଜୀଙ୍କୁ ପ୍ରାୟ 9 ଥର ଆକ୍ରମଣ ହେଇଗଲା। ମାରଣାନ୍ତକ 2007 ଡିସେମ୍ବର 24 ଆକ୍ରମଣ ବେଶୀ ମାରଣାନ୍ତକ, ଯୋଉଟା ସ୍ୱାମୀଜୀକୁ ଦାସିଂବାଡିରେ ପୁରା ମାରିଦେବାକୁ ଥିଲେ। ବଡ କଷ୍ଟରେ ତାଙ୍କ ଡ୍ରାଇଭର ତାଙ୍କୁ ନେଇ ଆସିପାରିଲା। ତାପରେ ସ୍ୱାମୀଜୀକୁ ସୁରକ୍ଷା ବି ଦିଆଗଲା। ତାପରେ ସ୍ୱାମୀଜୀ ସମସ୍ତଙ୍କୁ କହିଗଲେ ଯେ ମତେ ମାରିଦେବେ। ଆମ ସହିତ କଥା ହେଲେ, କହିଲେ ଜୀବନ ବାବା, ଯଦି ମୋର ମୃତ୍ୟୁ ହତ୍ୟା ଦ୍ଵାରା ହେଇଯାଏ ତାହେଲେ ଆମର ଗୋଟେ ଲାଭ। এই ହିନ୍ଦୁ ଗୁଡାକ ଆମ କଥା ଶୁଣୁନାହାନ୍ତି। ମୋର ହତ୍ୟା ହେଲେ ସବୁ ଜାଗ୍ରତ, ଦେଶଟା ଜାଗ୍ରତ ହେଇଯିବ। ମୋର ଏଇ ଶରୀର ମୃତ୍ୟୁ ହେଲେ କଣ ଅଛି? ଆମେ ବେଦାନ୍ତର ବିଦ୍ୟାର୍ଥୀ, ଶରୀରର ମୃତ୍ୟୁ ସୁନିଶ୍ଚିତ। ସେ କହିଥିଲେ ଜାତସ୍ୟ ଧ୍ରୁବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତସ୍ୟ ଚ, ମୃତ୍ୟୁ ସୁନିଶ୍ଚିତ ଏ ଶରୀର। କିନ୍ତୁ ଯଦି ଆମର ପ୍ରାଣ ଧର୍ମ ପାଇଗଲା, ସଂସ୍କୃତି ପାଇଗଲା, ଗୋମାତା ପାଇଗଲା, ଏ ହିନ୍ଦୁ ଜାଗ୍ରତ ହେଇଯିବ। ଆମେ କନ୍ଧମାଳକୁ ଚର୍ଚ୍ଚ ମୁକ୍ତ କରିବୁ। ସ୍ୱାମୀଜୀ ଏଇଟା କନ୍ଧମାଳ ଚର୍ଚ୍ଚ ମୁକ୍ତ ହେଇଯିବ। ଚିନ୍ତା କଲେ